କିନ୍ତୁ ଇଏ ଦ୍ୱିତୀୟବାର ବାଲେଶ୍ୱରରେ ଯେଉଁ ବର୍ଷା ହେଇଛି ପାଖାପାଖି 170 ମିଲିମିଟର ବର୍ଷା ଦ୍ୱାରା ଏ ବାଲେଶ୍ୱରରେ ଯେଉଁ ବାଲିଆ ଛକ ଅଛି ଆଜି ବାଲିଆ ଛକର ଦୃଶ୍ୟ ଆପଣଙ୍କୁ ଦେଖେଇବି ଯେ କିଭଳି ଭାବରେ ପରିସ୍ଥିତି ରହିଛି ଯେ ଇଏ ଦ୍ୱିତୀୟ ଥର ବାଲିଆ ଛକରେ ପୁଣି ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ଏବଂ ଚଳିତ ବର୍ଷ ଯେତେବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ହେଉଛି ସେହି ସମୟରେ ଆପଣ ଏ ଦୃଶ୍ୟ ଦେଖିପାରୁଥିବେ ଯେ ବାରମ୍ବାର ଆମେ ଆପଣଙ୍କୁ ଏଇ ଭିଜୁଆଲ ମାଧ୍ୟମରେ ଦେଖାଇବାକୁ ଚାହୁଁଛୁ ଯେ ବାଲିଆ ଛକର ସମସ୍ୟା ଏ ସମସ୍ୟା ଆଜି ନୁହେଁ ଦୀର୍ଘ ଦିନ ଧରିକି ଏ ସମସ୍ୟା ଚାଲି ଆସିଛି। ସ୍ଥାନୀୟ ବାସିନ୍ଦାମାନେ ଆକୁ ନେଇକି ମଧ୍ୟ ରାସ୍ତା ରୋକ କରିଥିଲେ ଏବଂ ଏ ସମସ୍ୟାକୁ ନେଇକି ଜିଲ୍ଲା ପ୍ରଶାସନ ଏବଂ ଯେଉଁ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ମଧ୍ୟ ସେମାନେ ଜଣାଇଥିଲେ ଯେ ସେ କେଉଁ ଅସୁବିଧା ଭାବରେ ରହୁଛନ୍ତି। ଏ ବାଲିଆ ଛକର ଜଳବନ୍ଦୀ ସମସ୍ୟା ଏ ଏକ ସମସ୍ୟା ନୁହେଁ, ଇଏ ବର୍ତ୍ତମାନ ଅଭିଶାପ ପାଲଟି ଯାଇଛି ସାଧାରଣ ଲୋକଙ୍କ ପାଇଁ, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ। କେବଳ ବି ସ୍ଥାନୀୟ ବାସିନ୍ଦା ନୁହନ୍ତି, ଦେଖନ୍ତୁ ପ୍ରତିଦିନ ଯାତାୟାତ କରୁଥିବା ଲୋକମାନେ କେଉଁ ଅବସ୍ଥା ଭୋଗୁଛନ୍ତି। ସିଧା ପ୍ରତିକ୍ରିୟା ଦେବା ଆପଣ ଗାଡ଼ିରେ ଆସିଲେ ଗାଡ଼ି ଅଲଗା ରାସ୍ତା କିଛି ଆସିପାରିବନି ନା ନାହିଁ? ରାସ୍ତା କିଛି ରାସ୍ତା ସମସ୍ୟା କେମିତିଆ ଦେଖୁଛନ୍ତି ଆପଣ? ବାରମ୍ବାର ଏଇ ରାସ୍ତା ଶୁଣୁଥିଲେ ଯୋଉ ପ୍ରତିକ୍ରିୟା ଦଉଥିଲେ ଯେ ବାରମ୍ବାର ଏଇଭଳିଆ ସମସ୍ୟାକୁ ନେଇକି ସେମାନେ ଅଭିଯୋଗ କରୁଛନ୍ତି। ଆପଣ ସ୍ଥାନୀୟ ବାସିନ୍ଦା ହିସାବରେ କିଛି ଦିନ ପୂର୍ବରୁ ମଧ୍ୟ ଗୋଟେ ଧାରଣା ହେଇଥିଲା ଏବଂ ଆନ୍ଦୋଳନରେ କିଛି ଲୋକ ବସିଥିଲେ ଏବଂ ବସିବା ପରେ ସମସ୍ୟା ମଧ୍ୟ କହିଥିଲେ। କ'ଣ ହେଲା ଏ ବାବଦରେ? 15 ଦିନ ତଳେ ଏଭଳିଆ ହେଇଥିଲା, ଏଠି ଦେଖିବା ପାଇଁ ଆସୁନାହାନ୍ତି ଯେ ଏ ନୂଆ ଅବସ୍ଥା ସରକାର କହିଲେ ସେପ୍ଟେମ୍ବର ମାସରେ ଆରମ୍ଭ ହେବ କାମ, କିନ୍ତୁ ସେପ୍ଟେମ୍ବର ହେଇନି, ପୁଣି ଏଭଳିଆ ବନ୍ୟା ଏଇଭଳିଆ ସମାଧାନ କ'ଣ କରିହେବ? ମିଡ଼ିଆ ବାଲା ତ ସବୁବେଳେ କହୁଛନ୍ତି, ଦେଖାଉଛନ୍ତି, ତାଫଳରେ ବି ସୁଫଳି ମିଳୁନି ବାଲିଆ ସମାଧାନ କେବେ ହବ ଭଗବାନଙ୍କୁ ଜଣେ। ଶାସନ ପ୍ରଶାସନ ଟିକେ ଆଜରେ ବିଶେଷ ଧ୍ୟାନ ଦିଅନ୍ତୁ, କ'ଣ କରିହେବ ସାଧନା କରନ୍ତୁ। ପାଣିଟାକୁ ଅଛି ତାକୁ ନ କଲେ ସମସ୍ୟାକୁ ନେଇକି ଯେତେବେଳେ ବି ବର୍ଷା ହୁଏ ଏବଂ ଲଘୁଚାପ ଜନିତ ବର୍ଷା ହେଲେ ଏ ରାସ୍ତା ସମ୍ପୂର୍ଣ୍ଣ ଭାବରେ କିଛି ହୋଇଯାଏ ଏବଂ ଲୋକମାନେ ଯେଉଁମାନେ ବାହାରୁ ଆସୁଛନ୍ତି ରାସ୍ତାରେ ଯିବା ଆସିବା କରୁଛନ୍ତି ସେମାନେ ନିଶ୍ଚିତ ଭାବରେ ଅଧିକ ସମସ୍ୟା ଭୋଗ ସ୍କୁଲ ପିଲା ଅଫିସ ଲୋକ କେହି ଯିବା ଆସିବା କରିପାରୁନାହାନ୍ତି। ଗଭର୍ଣ୍ଣମେଣ୍ଟ ଏଟାକୁ କିଛି ବ୍ୟବସ୍ଥା କରୁନାହିଁ। ଆଜି ଲୋକ ସବୁ ହିଂସି ନେଉଛନ୍ତି, ଆର ପଟେ ପୁରା ଜାମ୍ ରହିଛନ୍ତି। ବହୁତ ଅସୁବିଧାରେ ଆମେ ବର୍ଷା ନାଁକୁ ବର୍ଷା ହେଇଗଲେ ଏଟା ବୁଡ଼ିଯିବ। ସମାଧାନ କ'ଣ କିଛି ବାହାରି ପାରୁନାହିଁ ନା ଚାହୁଁନାହାନ୍ତି କରିବାକୁ ନା କ'ଣ? ସରକାର ଚାହୁଁନାହାନ୍ତି, ସମାଧାନ ତ ଚାହିଁଲେ କରିପାରିବେ, କିଛି ଅସୁବିଧା ନାହିଁ। ବୁଝିଲେ ନା, ସରକାର ଚାହୁଁନାହାନ୍ତି ସମାଧାନ କରିବା ପାଇଁ। ଏବେ ସେ ପ୍ରତିକ୍ରିୟା ଦେଉଥିଲେ ଜଣେ ସ୍ଥାନୀୟ ବାସିନ୍ଦା, ତାଙ୍କର କହିବା ଅନୁଯାୟୀ ଯେ ଯଦି ୟା ଉପରେ ଗୁରୁତ୍ୱ ଦିଅନ୍ତେ ସ୍ଥାନୀୟ ପ୍ରଶାସନ ହୁଅନ୍ତୁ କିମ୍ବା ଜନପ୍ରତିନିଧି ହୁଅନ୍ତୁ, ଯେଉଁମାନେ ଏଠିକାର ଶାସନ ଗାଦିରେ ଅଛନ୍ତି, ସେମାନେ ଯଦି ଗୁରୁତ୍ୱ ଦେଇ ଏହାର ସମାଧାନ କିଭଳି ଭାବରେ ହେଇପାରିବ ଏବଂ ପୁରା ସ୍ଥିତି କିଭଳି ରହିଛି, କେଉଁଠୁ ପାଣି ଆସୁଛି, କାହିଁକି ଏ ୱାଟର ଲଗିଂ ସମସ୍ୟା ବହୁତ ଦିନ ଧରି ଚାଲି ଆସୁଛି, ଏ ଯଦି ପୁରା ସମସ୍ୟାକୁ ଧ୍ୟାନ ଦେବେ ତାହେଲେ ବହୁ କମ୍ ସମୟ ଭିତରେ ଏହାର ସମାଧାନ ହୋଇପାରିବ ବୋଲି ଯାହା ସେ ଜଣାଉଥିଲେ। କିନ୍ତୁ ସବୁଠୁ ବିଡ଼ମ୍ବନାର କଥା ହେଉଛି ବାରମ୍ବାର ଡିପିଆର୍ ତିଆରି ହେଉଛି ଏବଂ ଟଙ୍କା ମଧ୍ୟ ଅନୁଦାନ ହେଉଛି ସରକାରଙ୍କ ପକ୍ଷରୁ, କିନ୍ତୁ ଯେଉଁ ବିଭାଗୀୟ ଅଧିକାରୀ ଯେଉଁମାନେ ରହିଛନ୍ତି, ସରକାରୀ କିଛି ଅଧିକାରୀମାନେ, ସେମାନେ ତାଙ୍କର ଦାୟିତ୍ୱ ଅବହେଳା ପାଇଁ ଏ କାମ ଶେଷ ହୋଇପାରୁଛି, ଯାହାକୁ ନେଇକି ଏ କ୍ଷୋଭ ଏବଂ ଏ ଆନ୍ଦୋଳନ ବାରମ୍ବାର ହେଉଛି। ଦେଖାଯାଉ କେବେ ଆଗାମୀ ଦିନରେ ଇଏ ବାଲିଆ ନୂଆସାହି ଛକର ଏଇ ଯେଉଁ ଜଳବନ୍ଦୀ ସମସ୍ୟା ସମାଧାନ ହେଉଛି। ବାଲେଶ୍ୱର ବାଲିଆ ଛକରୁ ସଞ୍ଜୟ କୁମାର ମାଳି, ନନ୍ଦିଲା।